ଶ୍ରୀ ଜଗନ୍ନାଥ ଆସୁଛି ବିପଦତାରିଣୀ ବ୍ରତ। ବିପଦତାରିଣୀ ବ୍ରତରେ ତେରର ଗଣ୍ଠି କାହିଁକି ପଡ଼ିଥାଏ? ପ୍ରତ୍ୟେକ ଗଣ୍ଠିର ଅଲଗା ମହିମା ଅଛି। ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ପ୍ରଥମ ଗଣ୍ଠିର ନାମ ହେଲା ମା ବିପଦତାରିଣୀଙ୍କ କୃପା। ଦ୍ୱିତୀୟ ଗଣ୍ଠିରେ ପରିବାରର ସୁରକ୍ଷା। ତୃତୀୟ ଗଣ୍ଠିରେ ରୋଗରୁ ରକ୍ଷା। ଚତୁର୍ଥ ଗଣ୍ଠିରେ ଶତ୍ରୁନାଶ। ପଞ୍ଚମ ଗଣ୍ଠିରେ ଆର୍ଥିକ ଉନ୍ନତି। ଷଷ୍ଠ ଗଣ୍ଠିରେ ସନ୍ତାନକ ମଙ୍ଗଳ। ସପ୍ତମ ଗଣ୍ଠିରେ ଦାମ୍ପତ୍ୟ ଜୀବନ ସୁଖମୟ। ଅଷ୍ଟମ ଗଣ୍ଠିରେ ଦୁର୍ଘଟଣାରୁ ରକ୍ଷା। ନବମ ଗଣ୍ଠିରେ ମନୋକାମନା ପୂରଣ। ଦଶମ ଗଣ୍ଠିରେ ସୌଭାଗ୍ୟ ବୃଦ୍ଧି। ଏକାଦଶରେ ପାପକ୍ଷୟ। ଦ୍ୱାଦଶରେ ସୁଖ ଓ ଶାନ୍ତି। ତ୍ରୟୋଦଶ ଗଣ୍ଠିରେ ସମସ୍ତ ବିପଦ ବାଧାରୁ ମୁକ୍ତି ଏବଂ ମା'ଙ୍କ ପୂର୍ଣ୍ଣ ଆଶୀର୍ବାଦ। ଆପଣ ନିଶ୍ଚୟ ମା ବିପଦତାରିଣୀଙ୍କ ବ୍ରତ କରିଦିଅନ୍ତୁ। ଦେଖିବେ ମା କେମିତି ଡାକ ଶୁଣିବେ। ଆପଣଙ୍କ ଦୁଃଖ ଦୁର୍ଦଶା ନିଶ୍ଚୟ ଦୂର ହେବ। ଥରେ ଭକ୍ତିରେ ଡାକି ଦେଖନ୍ତୁ ତ। ମା ତାରିଣୀ ଯେଉଁଠି ଡାକିବେ ସେଇଠି ଆସି ପହଞ୍ଚିବ। ଶ୍ରଦ୍ଧା ଏବଂ ଭକ୍ତିର ସହିତ ନିଶ୍ଚୟ ଏହି ବ୍ରତ ଆପଣମାନେ କରନ୍ତୁ। ମା ସମସ୍ତଙ୍କର ମଙ୍ଗଳମୟୀ। ମା ସମସ୍ତଙ୍କର ମଙ୍ଗଳ କରନ୍ତୁ। ସମସ୍ତଙ୍କ ଘରେ ସୁଖ ଶାନ୍ତି ସମୃଦ୍ଧି ଐଶ୍ୱର୍ଯ୍ୟ ଅନ୍ନ ଧନରେ ପୂର୍ଣ୍ଣ ହେଉ। ମା ସଙ୍କଟତାରିଣୀ ନିଶ୍ଚୟ ସମସ୍ତଙ୍କର ମଙ୍ଗଳ କରିବେ। ଆପଣମାନେ ନିଶ୍ଚୟ ଏହି ବ୍ରତ କରନ୍ତୁ। ସନ୍ତାନ ସୁଖ, ସୌଭାଗ୍ୟ ବୃଦ୍ଧି, ଚାକିରିରେ ଉନ୍ନତି, ସବୁ ପ୍ରକାର ସୁଖ ଶାନ୍ତି ପାଇଁ ମା ବିପଦତାରିଣୀ ବ୍ରତ ନିଶ୍ଚୟ କରନ୍ତୁ। ଯଦି ଆପଣମାନେ ମା ବିପଦତାରିଣୀଙ୍କ ଭକ୍ତ କମେଣ୍ଟରେ ଲେଖନ୍ତୁ ଜୟ ମା ବିପଦତାରିଣୀ ଏବଂ ଏହି ଭିଡ଼ିଓଟିକୁ ନିଶ୍ଚୟ ସେୟାର କରନ୍ତୁ।